ପିଲାମାନେ ଆଜି ମୁଁ ତୁମକୁ ପଢ଼େଇବି ତାରା ଆଉ ସୂର୍ଯ୍ୟର କବିତାଟି। କବିଙ୍କର ପରିଚୟ। କବି ଲେଖିଛନ୍ତି ଆମର ଗଙ୍ଗାଧର ମେହେର। ଗଙ୍ଗାଧର ମେହେର ସ୍ୱଭାବ କବି ଗଙ୍ଗାଧର ମେହେର ବରଗଡ଼ ଜିଲ୍ଲା ବରପାଲି ଗ୍ରାମର ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭରେ ଭାରତୀୟ ପ୍ରାଚୀନ ସାହିତ୍ୟକୁ ଆଦର୍ଶ ଭିତ୍ତିକ ଚରିତ୍ର ଓ କାହାଣୀ ସଂଗ୍ରହ କରି ତାକୁ ସେ ନୂତନ ଭାବରେ ଉପସ୍ଥାପନ କରିଥିଲେ। ଆମ ଚାରିପାଖରେ ଥିବା ପ୍ରକୃତିକୁ ଜୀବନ୍ତ ଭାବରେ ବର୍ଣ୍ଣନା କରି ସେ ଅନ୍ୟାନ୍ୟ ପ୍ରତିଭାର ଉଦାହରଣ ସୃଷ୍ଟି କରିଛନ୍ତି। ସେଥିପାଇଁ ତାକୁ ପ୍ରକୃତି କବି ବୋଲିକି କୁହାଯାଏ। ତପସ୍ୱିନୀ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୀଚକବଧ ଆଦି କାବ୍ୟ ଓ କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ, କବିତା କୋଲଳ ଇତ୍ୟାଦି କ୍ଷୁଦ୍ର କବିତା ସଂକଳନ ତାଙ୍କ ମହାନ କବିତ୍ୱର ପରିଚୟ ବହନ କରେ। ମାତୃଭାଷା ଓ ମାତୃଭୂମିକୁ ଭଲ ପାଉଥିବା ଏହି କବି ଆଧୁନିକ କାଳର ଉଚ୍ଚଶିକ୍ଷା ପାଇନଥିଲେ ମଧ୍ୟ ତାଙ୍କର ରଚନାଗୁଡ଼ିକ କାଳ କାଳ ଧରି ଆମକୁ ଉଚ୍ଚଶିକ୍ଷା ପ୍ରଦାନ କରୁଛି। ତାରା ସୂର୍ଯ୍ୟ କବିତାଟି ଅର୍ଘ୍ୟଥାଳୀ କବିତା ସଂକଳନରୁ ଆନିତ। ଏଥିରେ କବି ବିଦ୍ରୋହୀ ଶାସନକୁ ଲକ୍ଷ୍ୟ କରି ଆମ ସୂର୍ଯ୍ୟ ଆମଠୁ ଉଜ୍ଜ୍ୱଳ ବୋଲି ସ୍ୱାଭିମାନର ବାର୍ତ୍ତା ପ୍ରଦାନ କରିଛନ୍ତି। ତେଣୁ ଏହି ଗୀତଟି ମୁଁ ତୁମକୁ ଆବୃତ୍ତି କରାଇବି ସ୍ୱର ଦ୍ୱାରା। ଏହି ସ୍ୱରରେ ହୋଇପାରେ, ଅନ୍ୟ ସ୍ୱରରେ ବି ତୁମେ ବୁଝିପାର। ହେ ତାରାଗଣ କିମ୍ପା ଦିଶ ସାନ ସାନ, ତୁମେ ପରା ଅଛ କେତେ ରବି ରଶ୍ମିମାନ। ହେ ତାରାଗଣ କିମ୍ପା ଦିଶ ସାନ ସାନ, ଦିବସେ ନ ଦିଶି କିମ୍ପା ରଜନୀରେ ଦିଶ। ପ୍ରଭାକର ହୋଇ ତୁମେ ମନ ଭୟ କିସ। ହେ ତାରାଗଣ କିମ୍ପା ଦିଶ ସାନ ସାନ, ଜାଣିଲି ଜାଣିଲି ତୁମେ ସୂର୍ଯ୍ୟ ଅଟେ ସତ। ଆଲୋକିତ କରୁଅଛ ନିଜର ଜଗତ। ହେ ତାରାଗଣ କିମ୍ପା ଦିଶ ସାନ ସାନ, ଆମ୍ଭ ଭାସ୍କର କୁଟୁମ୍ବ ରାଜ୍ୟ ଲୋକ ସାରା। ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା। ହେ ତାରାଗଣ କିମ୍ପା ଦିଶ ସାନ ସାନ, ଆମ୍ଭ ଭାସ୍କର କୁଟୁମ୍ବ ରାଜ୍ୟ ଲୋକ ସାରା। ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା। ହେ ତାରାଗଣ କିମ୍ପା ଦିଶ ସାନ ସାନ, ତୁମ୍ଭେ ରାଜେ ତୁମ୍ଭ ଆଗେ ଆମ୍ଭର ଭାସ୍କର। ନ ଦିଶନ୍ତି ତେଣୁ ଦିନେ ନ ହୁଏ ଭାସ୍କର। ହେ ତାରାଗଣ କିମ୍ପା ଦିଶ ସାନ ସାନ, ଯାହାକୁ ଯେମନ୍ତେ ଦିଶେ ତେମନ୍ତେ ସେ ଭାସେ, ସେ କଥାରେ ମହତ କି ଆସେ। ହେ ତାରାଗଣ କିମ୍ପା ଦିଶ ସାନ ସାନ, ତୁମେ ରାଜା ଦିଅ ତୁମ ପ୍ରଚୁର କିରଣ। ତେଣୁ ସେହିଠାରେ ଥୁବ ରବି ପଣ। ହେ ତାରାଗଣ କିମ୍ପା ଦିଶ ଛୋଟ ଛୋଟ, ଆମେ ରାଜେ ଆମ୍ଭ ରବି ଯେ କରେ ତମ କ୍ଷୟ। ଏଣୁ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ। ହେ ତାରାଗଣ କିମ୍ପା ଦିଶ ସାନ ସାନ, ତୁମେ ଯେତେ ବଡ଼ ହେଲେ ଆମର କି ଲାଭ। ଆମ୍ଭେ ତ ବଂଶିବାକୁ ନାହିଁ ତ ପ୍ରଭାବ। ହେ ତାରାଗଣ କିମ୍ପା ଦିଶ ସାନ ସାନ, ଯେ ଯାହାର ହିତ କରେ ନ ନେଲେ ତା ନାମ। ଆମେ ଦେଶେ କହୁ ତାକୁ ନିମ କହାରାମ। ହେ ତାରାଗଣ କିମ୍ପା ଦିଶ ସାନ ସାନ, ସୂର୍ଯ୍ୟ ରଶ୍ମି ସୂର୍ଯ୍ୟ କିରଣ, ପ୍ରଭାକର ଆର ଅର୍ଥ ହେଲା ସୂର୍ଯ୍ୟ, ରଜନୀ ହେଲା ରାତି, ଭାସ୍କର ହେଲା ଉଜ୍ଜ୍ୱଳ, ଯେମନ୍ତ ଯେପରି, ଭାସେ କହେ, ତମ ହେଲା ଏଠି ଅନ୍ଧକାର, ନିମ ଘରାମ ହେଲା କୃତଘ୍ନ ବା ଅକୃତଘ୍ନକ ହେଲା।